ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ସକାଳୁ ଉଠି ଗାଧୁଆ ପାଧୁଆ ସାରି ଆସି ପହଞ୍ଚିଗଲି ମୁଁ ବାବା ଲୋକନାଥଙ୍କ ମନ୍ଦିରରେ। ଆଜି ସାଙ୍ଗମାନେ ବାବାଙ୍କ କତିରୁ ବ୍ଲଗ୍ ଷ୍ଟାର୍ଟ କରିଛି। ଆଉ ଆଜି ଯେହେତୁ ମଙ୍ଗଳବାର, ଆଜି ଲୋକ ଏତେ ଆସିନାହାନ୍ତି, ତଥାପି ମୁଁ ଆସି ବେଳାବେଳି ପହଞ୍ଚିଗଲି ସାଙ୍ଗମାନେ। ଆମେ ଯିବା ଏବେ ଟ୍ୟୁବଲ୍ ପାଖକୁ। ଟ୍ୟୁବଲ୍ ପାଖରେ ଆମର ଗୋଡ଼ ହାତ ସାଙ୍ଗମାନେ କ୍ଲିନ୍ କରିକି ଧୋଇଦେବା, ତାପରେ ଯାଇକି ଯିବା ଆମର ବାବା ମହାଦେବଙ୍କୁ ଆଗେ ଦର୍ଶନ କରିବା। ଚାଲନ୍ତୁ ଯିବା ସାଙ୍ଗମାନେ, ବାବା ମହାଦେବଙ୍କର ଦର୍ଶନ ଟିକେ କରିଦେବା। ମହାଦେବଙ୍କର ଦେଖୁଛନ୍ତି ପୂଜା ଚାଲିଛି। ପୂଜା ସରିଲେ ସାଙ୍ଗମାନେ ତାପରେ ଅଛି ମାଆଙ୍କର ମନ୍ଦିର ପାଖରେ ଯିବା। ମାଆଙ୍କ ମନ୍ଦିରରେ ବି ଆମେ ଦର୍ଶନ କରିଦେବା। ଦେଖୁଛନ୍ତି ଏଠି ମାଆଙ୍କୁ ପୂଜା ସରିଛି, ଫୁଲ ଅର୍ପଣ ଦିଆ ସରିଛି। ଦର୍ଶନ କରିସାରି ସାଙ୍ଗମାନେ ଏବେ ବାବା ଲୋକନାଥଙ୍କ ମନ୍ଦିର ସାମ୍ନାରେ ଆମେ ପହଞ୍ଚିଗଲେ। ଏବେ ଚାଲନ୍ତୁ ବାବା ଲୋକନାଥଙ୍କର ମଧ୍ୟ ଦର୍ଶନ କରିବା। ଦେଖୁଛନ୍ତି ଧୀରେ ଧୀରେ ଲୋକମାନଙ୍କର ଗହଳି ବଢ଼ିଲାଣି ସାଙ୍ଗମାନେ। ଏବେ ଏଠିକୁ ଆମେ ସାଙ୍ଗମାନେ ଆଗେ ମୁଣ୍ଡିଆ ମାରିବା, ତାପରେ ସାଙ୍ଗମାନେ ଆଗକୁ ଯିବା। ଚାଲନ୍ତୁ ସାଙ୍ଗମାନେ, ଏଇପଟରେ ଆମର ଭିତରକୁ ପ୍ରବେଶ ବାଟ। ଆଗକୁ ଯାଇ ଦେଖନ୍ତୁ ସାଙ୍ଗମାନେ, ଲୋକମାନେ ଏବେ ଦର୍ଶନ ଠାକୁରଙ୍କୁ କରୁଛନ୍ତି। ଆମେ ସାଙ୍ଗମାନେ ଧୀରେ କିନା ଯିବା, କାହିଁକିନା ଲୋକମାନେ ଅଛନ୍ତି, ତାଙ୍କୁ ଆମେ କିଛି ପ୍ରୋବ୍ଲେମ୍ କରିବାନି। କାହିଁକିନା ଭିଡ଼ିଓ କରୁଛେ ଯେହେତୁ ଲୋକମାନେ ଭାବୁଥିବେ ଆମ ଭିଡ଼ିଓ କରୁଥିବେ କ'ଣ କରୁଥିବା। ସେଥିପାଇଁ ସାଙ୍ଗମାନେ ଆମେ ଦେଖିଲେ ଲୋକ କମିଗଲେ ତାପରେ ବାବାଙ୍କର ଆପଣଙ୍କୁ ମୁଁ ଦର୍ଶନ କରାଇଲି। ଦେଖୁଛନ୍ତି ବାବାଙ୍କର ପୁରା ଫୁଲ ଅର୍ପଣ ହୋଇସାରିଛି, ବେକରେ ଫୁଲ ପଡ଼ିଛି, ବହୁତ ସୁନ୍ଦର ଲାଗୁଛି ବାବାଙ୍କୁ। ଏମିତି ସାଙ୍ଗମାନେ ମୁଁ ପ୍ରଭୁଙ୍କୁ ଆଗେ ଦର୍ଶନ କରେ, ତାପରେ ମୋ ଦିନ ଷ୍ଟାର୍ଟ କରେ। ଏବେ ସାଙ୍ଗମାନେ ଚାଲନ୍ତୁ ଯିବା ଘରକୁ। ଟାଇମ୍ ଆଜି ବାଜିଲାଣି 8:30। ଏବେ ଘରେ ପହଞ୍ଚିକି ସାଙ୍ଗମାନେ କ'ଣ ଟିକେ ଖାଇଦେବା, ତାପରେ ବାହାରିବା କୁଜଙ୍ଗ। ମୁଁ ଆସି ଘରେ ପହଞ୍ଚିଯାଇ ସାଙ୍ଗମାନେ ମୋତେ ବହୁତ ଜୋରେ ଭୋକ କରୁଥିଲା। ମୁଁ ବୋଉକୁ କହିଲି ଖାଇବାକୁ ବାଢ଼ିବା ପାଇଁ। ବୋଉ ଖାଇବାକୁ ବାଢ଼ିଥିଲା। କ'ଣ ଖାଇବାକୁ ଆଜି ହେଇଛି ନା, ଖାଇବାକୁ ଥିଲା ଭାତ ଆଉ ଡାଲି ଆଉ ଦହିବରା ବୋଉ ରଖିଥିଲେ। ମୁଁ ସାଙ୍ଗମାନେ ଖାଇଦେଇ ବାହାରିଗଲି ସାଙ୍ଗେ ସାଙ୍ଗେ କୁଜଙ୍ଗ। ମୁଁ ଆସିକି ସାଙ୍ଗମାନେ ପହଞ୍ଚିଗଲି କୁଜଙ୍ଗ ମାର୍କେଟରେ। ଦେଖୁଛନ୍ତି କେତେ ଭିଡ଼। ଆଜି ଯେହେତୁ ସାଙ୍ଗମାନେ ମଙ୍ଗଳବାର, ପୁରା ଭିଡ଼ ଜବର ଥିଲା ସାଙ୍ଗମାନେ। ମୁଁ ଟୋଟାଲ୍ ସରମ ନ କରି ଭିଡ଼ିଓ କରିଚାଲିଲି। ଲୋକମାନେ ମୋତେ ଅନଉଥାନ୍ତି, କିନ୍ତୁ ସାଙ୍ଗମାନେ ମୋର ତ ବ୍ଲଗିଂ ଚ୍ୟାନେଲ୍ ସାଙ୍ଗମାନେ, ଲୋକ ଥାଆନ୍ତୁ କିମ୍ବା ନଥାନ୍ତୁ, ଲୋକମାନଙ୍କ ସାମ୍ନାରେ ବି ଆମକୁ ଭିଡ଼ିଓ କରିବାକୁ ପଡ଼ିବ। ସାଙ୍ଗମାନେ ଡେରି ନକରି ଆମେ ସଉଦାପତ୍ର ଟିକେ କରିଦେଲୁ। ମୋର ଆଉ ମିସେସ୍ର ଥିଲୁ, ସେ ଆଗରେ ଚାଲିଥିଲା। ମୁଁ ସାଙ୍ଗମାନେ ଯେହେତୁ ହାତରେ ବ୍ୟାଗ୍ଟା ଧରିଥିଲି, ତାପରେ କ'ଣ ସାଙ୍ଗମାନେ ସବୁ ପନିପରିବା କିଣି ଆମେ ଆସି ପହଞ୍ଚି ଯାଇଥିଲୁ ଗୋଟେ ଚପଲ ଦୋକାନରେ। ସେଠି ଗୋଟେ ସ୍ଲିପର ନେବାର ଥିଲା ସାଙ୍ଗମାନେ, ତାର ମୁନା ନେବ ତାଙ୍କ ବୋଉ ପାଇଁ। ଆଉ ଆମେ କିଣିବା ପାଇଁ ଆସିଥିଲୁ। ସିଏ ବସିଛି, ତାର ଚପଲ ଦେଖୁଛି। ଆଉ ସାଙ୍ଗମାନେ ଦେଖନ୍ତୁ ଏଠି ସବୁ ବ୍ୟାଗ୍ରେ ପନିପରିବା ଥୁଆ ହେଇଛି। ସାଙ୍ଗମାନେ ସ୍ଲିପରର ପ୍ରାଇସ୍ ଥିଲା ସାଙ୍ଗମାନେ 120 ଟଙ୍କା। ଏବେ ସାଙ୍ଗମାନେ ଦେଖୁଛନ୍ତି ଆମ ହାଲତ କେମିତି ଖରାପ, ପୁରା ଝାଳ ନାଳ ହେଇଗଲୁଣି ସାଙ୍ଗମାନେ। ଯେଉଁ ଭଳିଆ ଗରମ ହେଲାଣି ଏବେ ଖରାଦିନ ଆସୁଆରୁ। ଏବେ ସାଙ୍ଗମାନେ ଚାଲନ୍ତୁ ଡେରି ନ କରିକି ଆମେ ବାହାରି ଯିବା ଘରକୁ। ଆଉ ପାଖାପାଖି ଟାଇମ୍ ଆସି ହେଇଗଲାଣି 1:30। ଏବେ ଲେଟ୍ ନ କରିକି ଆମ ଗାଡ଼ି କତିକି ବାହାରିବା। ମୁଁ ଆପଣମାନଙ୍କୁ ଲାଷ୍ଟରେ କ'ଣ କହିଛି ଆପଣ ସେ ଭିଡ଼ିଓଟାକୁ ଦେଖନ୍ତୁ। ଏଇ ପଏଣ୍ଟରେ ଆପଣମାନେ ମୋଟିଭେସନ୍ ନିହାତି ହେବେ।